ଜୟ ଜଗନ୍ନାଥ ନମସ୍କାର ସାଙ୍ଗମାନେ। ଶୀତ ଦିନର ସକାଳୁ ସକାଳୁ ନିଦ ଭାଙ୍ଗିଗଲା 5ଟା ବେଳୁ। କାହିଁକି କେଜାଣି ନିଦଟା 5ଟା ବେଳୁ ଭାଙ୍ଗିଗଲା। ଯେହେତୁ 5ଟା ବେଳୁ ଭାଙ୍ଗିଗଲା ମୁଁ କହିଲି ମୋ ପୁଅର ତ ଟିଫିନ୍ ବନେଇବି, ଯାଉଛି ଆପଣଙ୍କ ସହିତ ବି ଟିଫିନ୍‌ଟା ଆଜି ଭିଡ଼ିଓ କରିକି ସେୟାର କରିଦେବି ଆଉ। ସେଥିପାଇଁ ମୁଁ କ'ଣ କଲି, ତା ପାଇଁ ମୁଁ ରୋଲ୍ ବନାଏ। ପ୍ରାୟତଃ ମୁଁ ରୋଲ୍ ବନେଇଦିଏ, ଟିକେ ମୋତେ ଇଜି ହୁଏ। ସେଥିପାଇଁ କ'ଣ କରିଥିଲି, ମୁଁ ଅଟାଟା ଟିକେ ରୋଲ୍‌ଟା ଆଜି ମୁଁ ଅଟାରେ ହିଁ ବନଉଛି, କାରଣ ମଇଦାଟା ଏତେ ଦେହ ପାଇଁ ହିତକରକ ନୁହେଁ। ସେଇଥିପାଇଁ ମୁଁ ଅଟାରେ ବନେଇ ଦେଇଛି, କିନ୍ତୁ ଅଟାଟା ଚକଟିଲି। ଅଟାଟାରେ ମୁଁ ଟିକେ କସ୍ତୁରୀ ମେଥି ପକେଇ ଦେଇଥିଲି, ଆଉ ସେଇଟା ମୋ ଭଲ ଲାଗେ, ଦେହ ପାଇଁ ବି ଭଲ। ସେଥିପାଇଁ ଟିକେ ପକେଇକି ତାକୁ ଚକଟିକି ଥୋଇ ଦେଇଥିଲି। ଟିକେ ସଫ୍ଟ ହେବା ପର୍ଯ୍ୟନ୍ତ ମୁଁ ତାକୁ ଛାଡ଼ି ଦେଇଥିଲି। ତାପରେ କ'ଣ କରିଥିଲି, ମୁଁ କାଟି ଦେଇଥିଲି ଯେଉଁ ପତ୍ତାକୋବି, ଶିମଲା ମିର୍ଚ, ଆଉ ଗାଜର, ଆଉ ବିନ୍ସ, ଆଉ ଟିକେ ହେଉଛି କଞ୍ଚା ଲଙ୍କା, ସବୁକୁ ଟିକେ ପତଳା ପତଳା କାଟି ଦେଇକି ଫ୍ରାଏ କରିଦେଇଥିଲି, ଭାଜି ଦେଇଥିଲି। କିନ୍ତୁ ଭଜାଟା ଆପଣ ଦେଖନ୍ତୁ, ଟିକେ ବେଶୀ ଯେମିତି ଫ୍ରାଏ କରିବେନି, ଟିକେ ହାଫ୍ ବଏଲ୍ ହେଲେ ସେ ଠିକ୍ ହେବ। ଟିକେ ନମକ ପକେଇକି ତାକୁ ଟିକେ ଫ୍ରାଏ କରିକି ହାଫ୍ ବଏଲ୍ କରିଦେଇଥିଲି। ଆପଣ ବି ଚାହିଁଲେ ଏଥିରେ ଟିକେ ଆଡ଼୍ କରିପାରିବେ ମସଲା, କିନ୍ତୁ ମୁଁ ବେଶୀ ଦିଏନି, କାରଣ ମସଲାଟା ବେଶୀ ୟୁଜ୍ କରିବାଟା ଭଲ ନୁହେଁ। ତାପରେ ଟିକେ ମୁଁ କ'ଣ କଲି, ତାକୁ ପତଳା ପତଳା କରିକି ଫାଷ୍ଟ ମୁଁ କରିଦେଇଥିଲି ଦୁଇଟା। ଏଇଟା ଆପଣଙ୍କୁ ଦେଖିବା ପାଇଁ ଗୋଟେ ବନେଇ ଦେଉଛି। ତ ତାପରେ ମୁଁ କ'ଣ କଲି, ସେ ଟିକେ ଭଲ ପାଏ ନା ସସ୍ ଖାଇବା ପାଇଁ, ସେଥିପାଇଁ ମୁଁ 4 ପ୍ରକାରର ମିଶେଇ ଦେଇଥିଲି, ଟିକେ ମିଶାମିଶି କରିଦେଇଥିଲି। ଆଉ ଟମାଟୋ ସସ୍, ଟିକେ ଚିଲି ସସ୍, ଆଉ ତା ସହିତ ପିଜ୍ଜା ସସ୍, ଆଉ ମେୟୋନିଜ୍ ବି ଟିକେ ପକେଇ ଦେଇଥିଲି, ମାନେ ଟେଷ୍ଟ ପାଇଁ, ଛୁଆଙ୍କର ଟିକେ ଟେଷ୍ଟ ଭଲ ଲାଗିବ। ସେଥିପାଇଁ ମୁଁ ଏଇଠି ସବୁ ମିକ୍ସ କରିଦେଇକି ତା ଦେହରେ ରୋଲ୍‌ରେ ଟିକେ ମାରିଦେଲି। ତା ସହିତ ମୁଁ ଏଗୁଡ଼ା ସବୁ ଆଡ଼୍ କରିଦେଇକି ଟିକେ ହେଉଛି ଚିଲି ଫ୍ଲେକ୍ସ ଆଉ ଅରିଗାନୋ ଟିକେ ତା ଦେହରେ ପକେଇଦେଲି। ଟିକେ କଟା ଯାଇଥିବା ଧନିଆ ପତ୍ର ପକେଇ ଦେଇ, ବାସ୍ ଏବେ ତ ବର୍ତ୍ତମାନ ହେଉଛି ରୋଲ୍ ବନିଗଲା। ଆଉ ଲାଷ୍ଟକୁ କ'ଣ କଲି, ରୋଲ୍‌ଟା ଯେତେବେଳେ ବନିଗଲା ମୁଁ କହିଲି, ଆରେ ଆଜି ତ ମୁଁ ଏଇ ଭିଡ଼ିଓଟା ଟିକେ ପୋଷ୍ଟ କରିଦେବି, କାରଣ ଯେହେତୁ ମୋ କାମଟା ଟିକେ ସରିଯାଇଛି ଜଲ୍ଦି। କାରଣ ମୋର ତ ସେମିତି ନିଦ ଭାଙ୍ଗେନି, 5ଟା ବେଳେ ଉଠିବା ପିଲା ମୁଁ ବିଲକୁଲ ନୁହେଁ, କିନ୍ତୁ ଆଜି କେମିତି ଭାଙ୍ଗି ଯାଇଥିଲା। ଆଉ ତାର ବି ଗୋଟେ କାରଣ ଅଛି, ମୁଁ ପଛରେ କହିବି। ତାପରେ ମୁଁ କ'ଣ କଲି, ମୋର ନୀତିଦିନିଆ କାର୍ଯ୍ୟକ୍ରମ ଟିକେ ଗରମ ପାଣିରେ ଲେମ୍ବୁ ଚିପୁଡ଼ିକି ପିଇଦେଲି, କାରଣ ଆପଣ ନିଜ ଦେହକୁ ବି ଟିକେ ଧ୍ୟାନ ରଖିବାକୁ ପଡ଼ିବ। ମୁଁ ଟିକେ ଶୀତ ଦିନ ବୋଲିକା ଟିକେ ୱାକିଂ ବାହାରିଲି, ନହେଲେ ତ ମୁଁ ବହୁତ ଦିନ ହେଲା ୱାକିଂ ଯାଉନଥିଲି। ୱାକିଂ ଗଲାବେଳକୁ ବାଟରେ ମୁଁ ଦେଖିଲି କ'ଣ, ଗୋଟେ ଜାତୀୟ ପକ୍ଷୀ, ଆମ ଦେଶର ଜାତୀୟ ପକ୍ଷୀ ଆପଣମାନେ ତ ଜାଣିଛନ୍ତି। ଓହୋ, କି ସୁନ୍ଦର ଦୃଶ୍ୟ ଥିଲା! ଜାତୀୟ ପକ୍ଷୀକୁ ଦେଖି ମୋ ମନ ପୁରା ଖୁସି ହେଇଗଲା। ଆଉ ତାପରେ ମୁଁ ମୋର ଘରକୁ ପ୍ରସ୍ଥାନ କଲି, ରହିଲି